ଭିତରେ ଭକ୍ତି ଥିଲା, ଭଗବାନଙ୍କ ପ୍ରତି ବିଶ୍ୱାସ ଥିଲା। ଏବେ ମା ତ ଖାଲି ତରତର। ମୁଁ ଗୋଟେ ଆଶ୍ରମକୁ ଯାଇଥିଲି ଏବେ ପ୍ରବଚନ କରିବାକୁ, ଜଣେ ଗୁରୁ ଭାଇ ଆସିଲେ, କହିଲେ ବାବା ମାଳିକାରେ କଣ ଠାକୁରଙ୍କ ଉପରେ ପ୍ରମାଣ ଅଛି ଆଜି ଟିକେ କହିବେ। ମୁଁ କହିଲି କାହିଁକି? ମାଳିକାରେ ପ୍ରମାଣ ଅଛି ବୋଲି ସେ ଠାକୁର, ନହେଲେ କେଶବ ଠାକୁର ନୁହଁ। ମାଳିକାରେ ଲେଖା ହେଇଛି ବୋଲି ସେ ପ୍ରଭୁ, ନହେଲେ କଣ ପ୍ରଭୁ ନୁହେଁ? ପୁଅ ଗୁଡାକ ବାପାର ପ୍ରମାଣ ଖୋଜନ୍ତି, ମାର ପ୍ରମାଣ ଖୋଜନ୍ତି, ନିଜର ପ୍ରମାଣ ଖୋଜନ୍ତି। କହିବାର କଥା କାହିଁକି କଥା ମୁଁ କହୁଛି ଆପଣ ମାନ, ଆମେ ବିନା ପ୍ରମାଣରେ କାହା କଣ ବିଶ୍ୱାସ କରିବା? ଆଉ କେତେ କୃପା ଉଜାଡ଼ି ଦେଲେ ଆମେ ବିଶ୍ୱାସ କରିବା? ଆମେ ଅନ୍ୟକୁ କହୁଛୁ ମାଳିକାରେ ଆମ ଠାକୁରଙ୍କ ନାଁ ଅଛି। ନାଇଁ ଆଜ୍ଞା, ପ୍ରଭୁଙ୍କ ଦରବାର ଭିତରେ ଠାକୁର ଠାକୁର, ମାଳିକାରେ ନାଁ ଅଛି ବୋଲି ସେ ଠାକୁର ତା ନୁହେଁ। ଠାକୁର ଯେ ଠାକୁର, ମାଳିକାରେ ଥାଉ କି ନଥାଉ ମୋ ହୃଦୟରେ ତାଙ୍କ ନାଁ ଅଛି। ସେଇଥିପାଇଁ ସେ ମୋ ଇଷ୍ଟ, ସେ ମୋ ପ୍ରଭୁ, ମୋ ଆନନ୍ଦ କବାର ହରି ହରି ଜୀବନ ଭିତରେ ଆପଣ ମାନେ ବିଚାର କରିବେ କାହିଁକି କଥା କହୁଛି। ସମୟ ଆସିଗଲା, ଖୁବ ନିକଟର ଠାକୁର ଚରଣ ଲେଖିଥିଲେ ଯା ଏମେ ମା ଆମେ ଆଖି ସାମ୍ନାରେ ତାହା ଦେଖୁଛୁ। କାହିଁକି କଥା କହୁଛି ମା, ସମୟ ବଡ଼ ବିଚିତ୍ର। ଆଉ ରକ୍ତଚାପ ମଧୁମେହ ଘରେ ଘରେ ହବ, ହୃଦଘାତ ବାୟୁ କି ପ୍ରାଣୀଚେ ମରିବ। ହୃଦଘାତ କହିଲେ ମା ହାର୍ଟ ଆଟାକ୍, ଘରେ ଘରେ ଆପଣ ମାନଙ୍କର ହାର୍ଟ ରୋଗୀ ବେଶୀ ବାହାରିବେ। କୋଉ ମସିହା କହିଲେ 2024 କି ଦେଖ ଏଲିଡା ମିଳିବ ଜାଣ ପ୍ରତ୍ୟକ୍ଷ। ଅର୍ଥାତ୍ ମହାପୁରୁଷ ଆଗରୁ ଲେଖି ଦେଇଛନ୍ତି 2024, ଅର୍ଥାତ୍ 2024 ମସିହା 2024 କୁ ସଂକେତ ମିଳୁଛି। ଅନେକ ଲୋକ ମା ହାର୍ଟ ଆଟାକରେ ଆମର ଚାଲିଯିବେ, କିନ୍ତୁ ଖୁସି ଖବର ଯେତେକ ମା ମାନେ ଆସିଛନ୍ତି, ମୃତ୍ୟୁ ସଂଖ୍ୟା ଯଦି ହାର୍ଟ ଆଟାକରେ 100 ହୁଏ, 70 ଜଣ ଆପଣ ମାନଙ୍କର ପୁରୁଷ, 30 ଜଣ ମାତ୍ର ମହିଳା। ମା ମାନେ କମ ହାର୍ଟ ଆଟାକରେ ଯିବେ, ଟିକେ ଖୁସି ହେଇଯାଉ ଆନନ୍ଦ କବାର ହରି ହରି ବୋଲ ମା। କାହିଁକି ଆଜ୍ଞା ମା ମାନଙ୍କୁ ହାର୍ଟ ଆଟାକ କମ? ମୁଁ ଆଜ୍ଞା ବୈଜ୍ଞାନିକ ବର୍ଷକୁ ମୁଁ ଆଉ ଛାଡକୁ ଯିବି ନାହିଁ। କାହିଁକି କଥା କହୁଛି ମା, ପ୍ରଭୁଙ୍କ ଦରବାର ଭିତରେ ମୋ ଭାଷା ଯାହା କହୁଛି ଆଜ୍ଞା, ଭଗବାନ ଆଜ୍ଞା ମା ଗୋଟେ ଶବ୍ଦ ଗଢ଼ିଛନ୍ତି, ଆଉ ଯୋଉ ଶବ୍ଦ ଭଳି ଶବ୍ଦ ନାହିଁ ମା। ଆଉ ଆପଣମାନେ ଜାଣିବେ ମା ମାନଙ୍କୁ କାହିଁକି ହାର୍ଟ ଆଟାକ କମ। ପୁରୁଷ ମାନେ ଯାହାକୁ ଭଲ ପାଆନ୍ତି ଆଜ୍ଞା ମାଇଣ୍ଡ ଦେଇ ଭଲ ପାଆନ୍ତି, ଆଉ ମୋ ମା ମାନେ ଯାହାକୁ ଭଲ ପାଆନ୍ତି ହାର୍ଟ ଦେଇକି ଭଲ ପାଆନ୍ତି, ସେଥିପାଇଁ ହାର୍ଟ ଆଟାକ କମ। ଆଉ ଭଗବାନଙ୍କୁ ଖାଲି ସେତିକି ନୁହେଁ, ଆପଣମାନେ ଜାଣିଛନ୍ତି ଠାକୁର ମଧ୍ୟ ବାତ୍ସଲ୍ୟ ଲୀଳା କରିଛନ୍ତି। ଠାକୁର ମଧ୍ୟ ମା ହେଇଛନ୍ତି ପିଲା ପାଇଁ। ଆଶ୍ରମରେ ଯେତେବେଳେ ମା ସମସ୍ତ ଭକ୍ତମାନେ ଏକତ୍ରିତ ହୋଇଛନ୍ତି, ପୂଜା ଉତ୍ସବ ଚାଲିଛି। ଜରିଆ ନଦୀକୁ ଜଣେ ମା ସ୍ନାନ କରିବାକୁ ଯାଇଛନ୍ତି, ନିଜର ନବଜାତ ଶିଶୁଟିକୁ ଛାଡ଼ି ଦେଇକି ଯାଇଛନ୍ତି। ଛୁଆଟା ଶୋଇ ପଡ଼ିଲା ପରେ ମା ମାନେ ସବୁ ଉଠିକି ପଳାନ୍ତି। କେମିତି ସେ ଛୁଆ ଉଠିବା ପୂର୍ବରୁ ମା ମାନଙ୍କର ଆମର କାମ ସରିଯାଉ ନାହିଁ। କେତେ ବଡ଼ ତ୍ୟାଗୀ ମୋ ମା। ଛୁଆଟା ଯେତେବେଳେ ମା ଶୋଇ ପଡ଼ିଛି, ଠାକୁର ଦେଖନ୍ତୁ କି ଲୀଳା କରିଛନ୍ତି ସ୍ୱପ୍ନ କ୍ଷେତ୍ରରେ। ଜରିଆ ନଦୀକୁ ମାଟି ସ୍ନାନ କରିବାକୁ ଯାଇଛି, ମା ଯିବାକୁ ଛୁଆ କାନ୍ଦିବ। ଏତେ ଜୋରରେ ଛୁଆ କାନ୍ଦିଲା, ଠାକୁର ମୋର ରହିପାରିଲେ। ଆଉ ଠାକୁର ମୋର ରହିପାରିଲେ, ପହଞ୍ଚି ଗଲେ ଯାଇ ସେ ପିଲା ନିକଟରେ। ଆଉ ଭଗବନ୍ଧୁ ମା ସ୍ତନ୍ୟପାନ କରେଇଛନ୍ତି ଠାକୁର। ଭଗବନ୍ଧୁ ଯେତେବେଳେ ସେ ମା ଆସିକି ପହଞ୍ଚିଲା, ତା ଛୁଆ ଖେଳୁଛି, ଠାକୁର ନାହାନ୍ତି, ହେଲେ ଛୁଆଟା ତ ଉଠୁ ଉଠୁ କାନ୍ଦିବା କଥା, ଇଏ ଆନନ୍ଦରେ ଖେଳୁଛି। ଅନେକ ଦେଖିଲେ କହିଲେ ଠାକୁର ସେ ଘରକୁ ଯାଇଥିଲେ, ଫେରିଛି। ସମସ୍ତେ ଜାଣିଲେ ଆଜ୍ଞା ଇଏ ମା ପରି ଯିଏ ସ୍ନେହ ପ୍ରଦାନ କରିପାରେ, ମା ପରି ଯାହା କ୍ଷୀର ଝରିପାରେ ଆମ ପାଇଁ, ତାଙ୍କ ପାଇଁ ଆଉ ପ୍ରମାଣର ଆବଶ୍ୟକ କଣ? ଆମେ ସମର୍ପଣ ବର୍ତ୍ତମାନ ପୁରା ଗାଉ, ତୁମେ ମାତା ସାରା ତୁମେ, ତୁମେ ହଉଛ ମୋର ସେଇ ମା। କେଶବ ଜୀବନ ଭିତରେ ମା ଭଳି ଶବ୍ଦ କୋଉଠୁ ଆସେ?
गोटे भल पाइबा संसार भितर मां जने आखि देखै भल पा ए दुनिया तक स्त्री कहे जड़े आखि फोन करी भल पा ये दुनिया तक प्रेमिका कहे हेले जने आखि फोन पर्यंत भल पाए ये दुनिया तक मां कहे बोल आनंद कबार हरि बोल जेनो मां नामे जो अक्षर दुई ताको अक्षर जगते नहीं मां करम तुच्छ भातताली लागई से तो अमृत तो पड़ी मां खिला पुओ दुनिया डरे ना बापा खिला पुओ सभारे हारे ना तुमे होचो सेई मां मोर केशव जे पुओर तुम बड़ी मां बनिछि से पुओ पेट बिकल काई हबो से पुओर अभाव कोन रहिबो से पुओ दुनिया को काहे के काटको डरिबो जन्म मरण मझी रास्तारे सबु गोटे अभिनय निर्देश जदि तुम्हें श्री केशव कहा को नहीं मो भय मो आनंद कबार हरि बोल तुम्हें वो माता सो पिता तुम्हें हो बापा आज्ञा बापा शब्द में समर्थ बदले बापा ठाकुर श्री केशव को आपण माने जानि पचारि लगला आपण चरम रे लिखिछन्ते विजयपद पिता सत्रकण आपण पिता ठाकुर बसले देखि लिखा है हां नहीं विश्वास करो भरोसा करो मानिनी आउ बंधु लिखा है सत्य हेले लिखिला आउ प्रभु कहीं कथा कहूची बापा शब्द गोटे छोटिया शब्द नुहे बापा सब बड़े मां कथा शुण मां हूँ से जे 10 मास पिलार बोझ को गर्भरे धरे ये दुनिया तक मां कहे बापा भी कम होती आज्ञा जे मां छुआर बोझ को सारा जीवन मुंडरे धरती ताकू ये दुनिया बापा कहती वो आनंद कबार मां हूँ से जे मां तो मास जाक घरे खटे दरमा निए ना ताकू ये दुनिया मां कहे मास जाक खटे आपण खाइबे से ओइठा उठाइबे आपण सोइबे से सेज करिबो ताकू ये दुनिया मां कहे बाबा भी कम होती आज्ञा जे मास जाक घरे खटे दरमा निए ना सी मां ये सारा जीवन पर पाखरे खटे दरमा जहा पाए ताको घरे दे निज पई किछ करे ना ताकू ये दुनिया बापा कहे बोल आनंद कबार हरि हरि पई आज्ञा जीवन में बापा मां को के संसार भितरे मिली गई आउ हे श्री सज्जन काहे की कथा कहूची मां जीवन भितरे छोटी बो अखिरे केबे भी लुह देबेनी मन रखिता तो आज सत्संग रे गोटे बड़ शिक्षा छोटी बो अखिरे केबे भी लुह देबेनी प्रथम बो होछि बापा बापा अखिरे के लुह देबेनी जेते आपनकर ज्ञान थाउ जेते आगे आपन मान ठाकुर को आश्रित हो तो धारा नियन तो बापा कांदिले सरी गयो प्रथम बो होछि बापा द्वितीय बो होछि बो अखिरे लुह देबेनी तृतीय बो होछि ब्राह्मण ब्राह्मण अखिरे लुजी ब्राह्मण किए ब्रह्म जत जानन्ति तत ब्राह्मण ब्रह्म को जानिला बा ब्रह्म उपासना कला बा ऋषि मान आखिरे लुह देबे ब्राह्मण आउ चतुर्थ बाबाजी मान का आखिरे लुह देबे आगे बाबाजी मान का आखिरे लुह देबे भक्तबंधु ये किछि दिन हबो जने आगे साधु जने दुकान रे बसी था सत्य कथा दिया से दुकान का गरम जिलेबी छानु जिलेबी खाइबो तो साधु कर भारी इच्छा हला हेले वो अंकारे हाथ मैला बोल को थळी रे टंका दिए मा नहीं हम तम भलिया साधु होइतला हम कार मेंटेन करछु एडवांस नउछु नहेले हम कोडे जाबो तेनु आज कलिया साधु होइतले मा टंका पुलाई था ये तो मां दिन जन्म भिकारी ठाकुर को नाम ही केवल जीवन आउ मां देख कंटारे हाथ मारिए टंकाटिए नहीं दुकान में बसती दुकानी जिलापी छाणु ठाकुर को जन सब आउ भारी जिलापी खाइब इच्छा हो
ଆଉ ପାଖରେ କିନ୍ତୁ ଟଙ୍କାଟିଏ ନାହିଁ। ଏତିକି ମନରେ ସାଧୁ ଚିନ୍ତା କରିଛନ୍ତି ତ ସେ ଦୋକାନୀ ଭାଇଟି ତାଙ୍କ ମନରେ କଣ ଆସିଲା, ସେ କହୁଛି ଆଜ୍ଞା ଇଏ ମୁଁ ଆଜି ପ୍ରଥମ ଥର କରି ଜିଲାପି ଦୋକାନରେ କରିଛି, ଆଉ ଜଣେ ସାଧୁ ଆପଣ ଏଇଟା ଖାଇଦେଲେ ମୋର ନିଶ୍ଚିତ ମଙ୍ଗଳ ହବ। ଇଏ ଆଶ୍ଚର୍ଯ୍ୟ ହେଇଗଲେ, ଆରେ ମନ ଭିତରେ ଚିନ୍ତା କରୁ କରୁ ଇଏ ପୂର୍ଣ୍ଣ କରି ଦଉଛନ୍ତି। ଭାରି ଆନନ୍ଦରେ ଜିଲାପି ଦିଟା ଖାଇଲେ। କହିଲେ ବାବା ମୋ ପାଖରେ ପଇସା ନାହିଁ, ମୁଁ କଣ ଆପଣଙ୍କୁ ପଇସା ଆଶାରେ ଦେଇଛି, ତେଣୁ ଆପଣ ଖାଆନ୍ତୁ, ଆନନ୍ଦରେ ଖାଆନ୍ତୁ। ଖାଇଲେ, ଖାଇସାରିବା ପରେ କହିଲେ ଆଜ୍ଞା ଏଇଠି ପାଣି ନିଅନ୍ତୁ, ସେଠି ହାତ ଧୋଇ ଦିଅନ୍ତୁ। ବୁଢା ଲୋକ ଜଗରେ ପାଣି ଧରିଛନ୍ତି, ଆଉ ଧରିବା ଯେତେବେଳେ ଯାଉଛନ୍ତି ସେଇ ହୋଟେଲରେ ବସି ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଖାଉଥିଲେ। ଗୋଟେ ସ୍ୱାମୀ ସ୍ତ୍ରୀ ତାର ବସି କଥାବାର୍ତ୍ତା ହେଉଛନ୍ତି, ଖାଉଛନ୍ତି। ସାଧୁ ସେଇ ପାଟିରେ ଯିବା ବେଳେ ହାତରୁ ତାଙ୍କର ପାଣି ଜଗଟା ଖସି ପଡ଼ିବ। ସେ ପାଣିଟା ଆଜ୍ଞା ସେ ସ୍ତ୍ରୀ ଲୋକ ଯିଏ ବସିଥିଲେ ତାଙ୍କ ଉପରେ ଢାଳି ହେଇଗଲା। ସେ ଭାରି ବ୍ୟସ୍ତ ଓଦା କରିଦେଲେ ମତେ। এই সময় স্বামী উঠিলে সাধুকে গোটে থাপড় পকাইলে, তুমি বস্ত্র কଣ কଲ, ଓଦା ହେଇଗଲାଣି। ସାଧୁ ଗାଲଟାକୁ ଆଣିସିକି କହିଲେ କହିଲେ ପ୍ରଭୁ କେତେବେଳେ ଜିଲାପି ଖାଉଛ, କେତେବେଳେ ଥାପଡ଼ ଖାଉଛ, ତମ ଲୀଳାକୁ ମାନିବାକୁ ପଡ଼ିବ। କେତେବେଳେ କଷ୍ଟ ଦିଅ, କେତେବେଳେ ଏତେ ଆନନ୍ଦରେ ଆଉଁସି ଦିଅ, ଏ କଥା ତୁମ ଛଡା କିଏ ଜାଣିବ। ବେଳେ ବେଳେ ଆପଣ କହନ୍ତିନି ତତେ ଯିଏ ଭଲ ପାଇଲା ତାରି ଭାଗ୍ୟରେ ବେଶୀ ଦୁଃଖ ଦବ। କାହିଁକି? ସୁଖ ଦେଲେ କାଳେ ଭୁଲିଯିବି ତୁତେ, ଜାଣି ଶୁଣି ଦୁଃଖ ଦେଉଛ। ସୁଖ ଦେଲେ କାଳେ ଭୁଲିଯିବି ତୁତେ, ଜାଣି ଶୁଣି ଦୁଃଖ ଦେଉଛ। ତୁମ ଦୁଃଖ ଦେବାର ତରିକା କହୁଛି ହେ କେଶବ, ମୋତେ କେତେ ତୁମେ ଭଲ ପାଉଛ, ମୋତେ କେତେ ଠାକୁର ମୋତେ କେତେ ଭଲ ପାଉଛ ମୁଁ ଜାଣିପାରୁଛି। ଲୁହରେ ତୁମେ, ହସରେ ତୁମେ, ଆନନ୍ଦରେ ତୁମେ। ସାଧୁ କହିଲେ କହିଲେ କେତେବେଳେ ଥାପଡ଼ ଖାଉଛ, କେତେବେଳେ ଜିଲାପି ଖୁଆଉଛ। ହଉ ଠାକୁରେ ସବୁ ତୁମ ଇଚ୍ଛା। এই সময় ভিতরে সাধু গাল ধরে বসে পড়িলে। স্বামী স্ত্রী দুই জন যাক মা দোকান বাহারକୁ গলা বেଳକୁ ଗୋଟେ ମଦ୍ୟପ ପିଲାଟିଏ ମଦ ପିଇ ଆସି ମାଲ ବାଇକଟା ଏମିତି ଚଲାଉଥିଲା, ଯୋଉ ଲୋକଟା ଆଜ୍ଞା ଥାପଡ଼ ସାଧୁକୁ ମାରିଥିଲା ତା ଦେହରେ ଠୋକିନି ଭେଟିଦେଲା। ସେ ତିନି ଗଡା କରିକି କହିଲା। ସ୍ତ୍ରୀ ସୌଦ ତାକୁ ଉଠେଇକି ସେଇ ଦୋକାନକୁ ଆଇଲା ବେଳକୁ ସାଧୁ ଦୌଡ଼ିଗଲେ, ତା ମୁଣ୍ଡ ଦେହାତ ବାଲି ଛାଡ଼ି ପକେଇଲେ, ଆଉଁସି ଦେଲେ। ସ୍ତ୍ରୀ କହିଲା ଆଜ୍ଞା ମୋ ସ୍ୱାମୀ ଆପଣଙ୍କୁ ହାତ ଉଠେଇ ମାରିଲେ, ଆପଣ ସାଧୁ ଲୋକ, ସାଙ୍ଗେ ସାଙ୍ଗେ ଅଭିଶାପ ଫଳିଲା, ଦେଖନ୍ତୁ ଗାଡ଼ି ବାଡ଼େଇଥିଲା ମୋ ସ୍ୱାମୀ ଦେହରେ। ସାଧୁଙ୍କ ଆଖିରେ ଲୁହ ପଡ଼ିଲା। ସାଧୁ କହିଲେ ନାଇଁ ଲୋ ମା, ମୁଁ ଅଭିଶାପ ଦେଇ ଶିଖିନି, ଆଶୀର୍ବାଦ କଣ ଜାଣିନି, ଅଭିଶାପ ଜାଣିନି, କିନ୍ତୁ ଏତିକି ଜାଣିଛି ମୋ ଠାକୁର ଅଛି। ତୋତେ ଯେମିତି କଷ୍ଟ ହେଲା, ତୋ ଦେହରେ ପାଣି ଟିକେ ମା ଢାଳି ହେଲା ବୋଲି ତୋ ସ୍ୱାମୀ ତୋ କଷ୍ଟ ନ ସହିପାରି ମତେ ଗୋଟେ ଥାପଡ଼ ମାରିଲା। ମୁଁ ଜାଣିଛି ମୋ ଗୁରୁ ସ୍ୱାମୀ ମତେ ଯେତେବେଳେ କଷ୍ଟ ହେଲା ସେତେବେଳେ ସିଏ ତୋ ସ୍ୱାମୀକି ଗୋଟେ ଅଦୃଶ୍ୟ ଥାପଡ଼ ମାରିଲା। କାହିଁକି? ସେ କେବେ ହେଲେ ଭକ୍ତର ଦୁଃଖକୁ ସହିପାରେ ନା, ଭକ୍ତର ଅପମାନକୁ ସହିପାରେ ନା, ତା ପିଲାମାନଙ୍କ କଷ୍ଟକୁ ସହିପାରେ ନା। ସେଥିପାଇଁ ଭାଗବତ ଅତି ସୁନ୍ଦର ଭାବରେ କହିଛନ୍ତି। ଭାଗବତ କଣ କହିଲେ? ଠାକୁର ମୋର କେଡ଼େ ଦୟାଳୁ ଦେଖନ୍ତୁ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଲେ ଦାସ ବତ୍ସଳ ଭଗବାନ ନ ସହେ ଭକ୍ତ ତପୋବନ।
କହିଛନ୍ତି ମା ଭକ୍ତକୁ ଯିଏ କଷ୍ଟ ଦିଅନ୍ତି ସମସ୍ତଙ୍କୁ କଷ୍ଟ ଦେଲେ ଚଳିବ, ଯିଏ ଠାକୁରଙ୍କର ମା ତାକୁ କଷ୍ଟ ଦିଅ ନା, ଯିଏ ଧାରା ନେଇଛନ୍ତି ତାକୁ କଷ୍ଟ ଦିଅ ନା। କାହିଁକି? ଠାକୁର ସ୍ପଷ୍ଟ ଭାବରେ ଲେଖିଛନ୍ତି। କଣ କହିଲେ? କହିଲେ ମୋ ଭକ୍ତକୁ ଯେ ପୀଡ଼ା ଦିଅନ୍ତି ମୋ ଚରକେ ଯେ ନାଶ କରନ୍ତି। ରାଧେ ଗୋବିନ୍ଦ मुझी संसार छंदे भगत पारे मोते राधे राधे गोविंद 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 कबूतर छे भगत सदिच्छापूर्ण मोर भक्त बसे हजार तीर्थ समन यही शिशु मंदिर सम्मुख पड़िया तीर्थ हो जाइए ना कहीं भक्त बसते ठाकुर बसते नहीं आपण मैंने जानवे ये तीर्थ ठाकुर स्पष्ट भाव भागवत कहते मोर भक्त बसे हजार तीर्थ समान मो भक्त जो बसी जाए तीर्थ पलटि जाए नारद बार प्रथम बापा द्वितीय तृतीय ब्राह्मण चतुर्थ बाबाजी पंचम वैष्णव षष्ठ विधवा एମାନଙ୍କ ଆଖରେ ଲୁହ ଦିଅ ନାହିଁ। ଆଉ ଭକ୍ତବନ୍ଧୁ କାହିଁକି କଥା କହୁଛି ଠାକୁର ହେଉଛନ୍ତି ବାପା ମା ଆଉ ଜଗତ ଭିତରେ ବାପା ମା ଠୁ ଶ୍ରେଷ୍ଠ କିଏ ସଂସାର ଭିତରେ ଅଛି। ଆଉ ଭକ୍ତବନ୍ଧୁ ପ୍ରଭୁଙ୍କ ଦରବାର ଭିତରେ ଏ କିଛି ଦିନ ହବ ଆଜ୍ଞା ମୁଁ ଶ୍ରୀମନ୍ଦିର ଯାଇଥିଲି। ଶ୍ରୀମନ୍ଦିରରେ ମା ଜଗନ୍ନାଥଙ୍କ ଦର୍ଶନ କରୁ କରୁ गोटे बापा ता पुओटा को कांधरे बसैकी जगन्नाथ देखौछि भिड़ होइछि प्रबल ना कुछ देख पुओ जगन्नाथ को देख मो से पुओ धरे हाथ माली छोटिया छोटिया हाथ माली से मते अनेला कहली बापा रे तोरा जे महाभाग्य गोटे ठाकुर कांधरे बसी आ गोटे ठाकुर देखुछु नाम देखो बार तेनु जीवन भितरे मा जगत भितर माँ प्रमाण जदि कहे संसार भीतर गोटे बड़ कपड़ा ताहा होइछि श्रीमंदिर तीर्थ। जदि केही पचारे भक्तबंधु से बड़ कपड़ा बड़ किए आपण कहिबे मो मार पणथ। जदि केही आपण पचारे दुनिया रे सबठु बड़ होचंते आज्ञा ओडिसार बड़ ठाकुर जगन्नाथ ताठु बड़ किए आपण कहिबे मो बापा कहीं ना बापा ठारू बड़ संसार भितर कई ना आउ प्रभु दरबार भितर सब चिंता करेंगे मो जदि किए बड़ थाए से होचंते मो बापा माँ।